ଟୁ ମାଇ ଚ୍ୟାନେଲ୍ ଗଭର୍ଣ୍ଣମେଣ୍ଟ ଏକ୍ଜାମ ସପୋର୍ଟ ତ ସାଙ୍ଗମାନେ ଆଜି ମୁଁ ଦେଖନ୍ତୁ ଥମ୍ବନେଲରେ କ'ଣ ଲେଖା ହେଇଛି ଏଲ୍ଟିଆର୍ ଏକ୍ଜାମ ଖରାପ ହେଲା କ'ଣ ଭୁଲ ରହିଲା ଏମିତି ଭୁଲ କେହି କରିବନି ବେଳ ଥାଉ ତ ସୁଧୁରି ଯା। ତ ଏଇଟା କ'ଣ ପାଇଁ ଲେଖିଛି ନା ଏକ୍ଜାମ ହଲ୍ରେ ମୁଁ କ'ଣ ଫେସ୍ କଲି ଆଉ କ'ଣ ମୋ ଦ୍ୱାରା ଭୁଲ ହେଲା ମୁଁ ଏଇଟା ଆପଣଙ୍କୁ କହୁଛି କି ଆପଣଙ୍କ ନିହାତି ଆଗକୁ ଏଇ ଭୁଲ କରିବେନି। ଆଗକୁ ଆସୁଛି ଆର୍ଏସ୍ଟି ଆସୁଛି, ଆଗକୁ ଏକ୍ଜାମ ବହୁତ ଆସୁଛି ଟିଚିଂ, ଆପଣମାନେ ନିହାତି ମନେ ରଖିଥିବେ। ମାନେ ଦେଖନ୍ତୁ ଏକ୍ଜାମ ହଲ୍ରେ ପଶିବା ପୂର୍ବରୁ ଭାବିଥିଲି ବହୁତ ମାନେ ଯେଉଁଟା ଆସିବ ଆଟେଣ୍ଡ କରିବି ଫାଷ୍ଟ, ମାନେ ପେଡାଗୋଗିଠୁ ଆରମ୍ଭ କରି ଫିଜିକ୍ସ କେମିଷ୍ଟ୍ରି ମ୍ୟାଥମେଟିକ୍ସ ସବୁ ଫାଷ୍ଟ ଯେଉଁଟା ଆସିବ ଆଗ ଆଟେଣ୍ଡ କରିବି। ସେଇ ମେଥଡ଼ରେ ଯଦି ମୁଁ କରିଥାନ୍ତି ଫାଷ୍ଟ ମୁଁ ମିନିମମ୍ 1 ଆୱାର ଭିତରେ 50+ ଆଟେଣ୍ଡ କରିଦେଇଥାନ୍ତି, 50 କି 50+। କିନ୍ତୁ ମୁଁ ଯେହେତୁ ମାନେ ମୋର ପ୍ରିପାରେସନ୍ ଅନୁସାରେ ମୁଁ ମ୍ୟାଥମେଟିକ୍ସକୁ ସେକେଣ୍ଡରେ ରଖିଥିଲି, ତଥାପି କିନ୍ତୁ ମୁଁ ଯେହେତୁ ଗୋଟେ କଷ୍ଟ ମ୍ୟାଥମେଟିକ୍ସରେ ପଶିଗଲି, ମୁଁ ଭାବିଲି ଏଇଟା ହେବ କିନ୍ତୁ କରୁଥାଏ ସେଇଟା ହେଉନଥାଏ, ସେଇଭଳିଆ ଅସୁବିଧା ହେଲା। କିନ୍ତୁ ସହଜ ଜିନିଷ ମୋ ଆଖି ଆଗରେ ଆଉ ଆସିଲା ନାହିଁ, ତ ଏଇଟା ଗୋଟେ ଭୁଲ ରହିଲା। କିନ୍ତୁ ସିରିୟଲି ଦେଖିବାର ଥିଲା କେଉଁଟା ବେଶୀ ଆଟେଣ୍ଡ କରିପାରିଲିନି, ଆଟେଣ୍ଡ ମାତ୍ର 80ରୁ 90 କରିଛି। ତ ଦେଖିବା ରେଜଲ୍ଟ ଆସୁଛୁ କ'ଣ ହେଉଛି। ଏତିକି ଇନଫର୍ମେସନ୍ ଥିଲା। ପ୍ଲିଜ୍ ଲାଇକ୍, ସେୟାର ଆଣ୍ଡ ସବସ୍କ୍ରାଇବ୍ ମାଇ ୟୁଟ୍ୟୁବ୍ ଚ୍ୟାନେଲ୍। ଲାଇକ୍, ସେୟାର। ମୁଁ ଏମିତି ନୂଆ ନୂଆ ଇନଫର୍ମେସନ୍ ଦେବି, ଆପଣମାନେ ମୋତେ ସପୋର୍ଟ କରନ୍ତୁ। ଧନ୍ୟବାଦ।